2025 ବୁଧବାର ମାଘ ପୂର୍ଣ୍ଣିମା ଦିନ ଆପଣଙ୍କ ଘରେ ଚୁପଚାପ ଏହି ଗୋଟିଏ ସିକ୍ରେଟ ଜାଗାରେ ରଖିଦିଅନ୍ତୁ ଗୋଟିଏ ଏକ ମୁଠି ଧଣିଆ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ମାତ୍ର ଆପଣଙ୍କ ଜୀବନରେ ହେବ ଧନର ବର୍ଷା, ବରଂ ଆପଣ ବନିଯିବେ ମହା କରୋଡ଼ପତି। ଖୁସିରେ ଆପଣଙ୍କର ଘର ଭରିଯିବ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଅଚାନକ ବଢ଼ିବାକୁ ଲାଗିବ ଆପଣଙ୍କର ବ୍ୟାଙ୍କ ବାଲାନ୍ସ। କାରବାରରେ ଦିନ ରାତି କମାଇବେ, ଏତେ ପଇସା ଆସିବ ଯେ କି ଆପଣ ସମ୍ଭାଳି ପାରିବେ ନାହିଁ। କାରଣ ଏହି ମାଘ ପୂର୍ଣ୍ଣିମାରେ ବହୁତ ସାରା ଶୁଭ ସଂଯୋଗର ନିର୍ମାଣ ହେଉଅଛି, ଯାହାକି ଏହି ଶୁଭ ସଂଯୋଗ ଅନେକ ବର୍ଷ ପରେ ଆସିଅଛି। ଏଥିପାଇଁ ଦର୍ଶକ ବନ୍ଧୁ, ଏହି ଦିନର ମହତ୍ଵ ବହୁତ ବଡ଼ ହୋଇଥାଏ। ଆଉ ଏହି ଦିନ ଆପଣଙ୍କୁ ଏହି ଗୋଟିଏ ମୁଠି ଧଣିଆ ବାଲା ଉପାୟ ଜରୁର କରିବା ଉଚିତ। ତ ଏହି ଉପାୟକୁ ଆପଣ କିପରି କରିବେ, କେବେ କରିବେ, କେଉଁଠି କରିବେ ଏବଂ ଏହି ଉପାୟକୁ କରିବା ସମୟରେ ଆପଣ କେଉଁ କେଉଁ କଥାକୁ ଧ୍ୟାନ ରଖିବେ, ଏସବୁ ତଥ୍ୟ ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବୁ। ତେବେ ଚାଲନ୍ତୁ ଭିଡ଼ିଓଟିକୁ ଆଗକୁ ବଢ଼ାଇବା। ଦେଖନ୍ତୁ, ଏହି ମାଘ ମାସ ଦିନଟି ଏତେ ଖାସ୍ ହୋଇଥାଏ, ଏତେ ମହତ୍ଵପୂର୍ଣ୍ଣ ହୋଇଥାଏ ଯେ ବହୁତ ଥର ବଡ଼ ବଡ଼ ପୂଜା ପାଠ ଅନୁଷ୍ଠାନରେ ଯେଉଁ ମନସ୍କାମନା ପୂର୍ଣ୍ଣ ହୋଇ ନ ପାରିଥାଏ, ଆଜି 12 ଫେବୃଆରୀ 2025 ବୁଧବାର ମାଘ ପୂର୍ଣ୍ଣିମା ଦିନ ଗୋଟିଏ ଛୋଟିଆ ଉପାୟ କରିବା ଦ୍ୱାରା ହିଁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଯଦି ଆପଣ ଏହି ଉପାୟଟିକୁ 12 ଫେବୃଆରୀ 2025 ବୁଧବାର ମାଘ ପୂର୍ଣ୍ଣିମା ଦିନ କରିବାକୁ ଚାହୁଁଛନ୍ତି, ତ ଆପଣ ଏହି ଉପାୟକୁ ପ୍ରଥମେ ଭଲସେ ବୁଝି ନିଅନ୍ତୁ। ତାପରେ ଯାଇ ଏହି ଉପାୟକୁ ନିହାତି ଆପଣମାନେ କରନ୍ତୁ। ଆପଣଙ୍କୁ ଏହି ଉପାୟର ଫଳ ନିହାତି ମିଳିବ ଏବଂ ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କର ଘରର କୌଣସି ବି ପ୍ରକାରର ଦୁଃଖ, ଯେପରିକି ସମସ୍ୟା ବି ଚାଲିଥାଉ, ଯାହା ପିତୃଦୋଷ ହେଉ କିମ୍ବା ଶନି ଦୋଷ ହେଉ କିମ୍ବା ମଙ୍ଗଳ ଦୋଷ ହେଉ, ଏହିପରି ଅନେକ ଦୋଷ ଯଦି ଚାଲିଥାଏ, ତ ଆପଣଙ୍କୁ ଏହି ଉପାୟ କରିବା ପାଇଁ 12 ଫେବୃଆରୀ 2025 ବୁଧବାର ମାଘ ପୂର୍ଣ୍ଣିମା ଦିନ ଏକ ମୁଠି ଧଣିଆ ବାଲା ଉପାୟକୁ ଆପଣମାନେ ନିହାତି କରିଦିଅନ୍ତୁ। ଏହି ଏକ ମୁଠି ଧଣିଆ ଆପଣ କେଉଁଥି ପାଇଁ କରିବେ? ଏହି ଏକ ମୁଠି ଧଣିଆ ବାଲା ଉପାୟଟି ଆପଣଙ୍କର ଯାହା ବି ମନସ୍କାମନା ଅଛି ପୂର୍ଣ୍ଣ ହୋଇପାରୁନାହିଁ, ସେହି ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଏହି ଏକ ମୁଠି ଧଣିଆ ଉପାୟକୁ ଆପଣ କରିବେ, ଯାହାକି ଆପଣଙ୍କ ଜୀବନରେ ଯେଉଁ ଦୁଃଖ ଓ ସମସ୍ୟା ଥାଏ ତାହାକୁ ଦୂର କରିବା ପାଇଁ ଏହି ଉପାୟଟି ଆପଣମାନେ ନିହାତି କରିବା ଆବଶ୍ୟକ। କିମ୍ବା ଆପଣଙ୍କର କୌଣସି ବଡ଼ କାର୍ଯ୍ୟ ଅଛି, ଯାହା ଯେତେ ଚେଷ୍ଟା କଲେ ପରେ ମଧ୍ୟ ସେହି କାର୍ଯ୍ୟ ଆପଣଙ୍କର ହେଇପାରୁନାହିଁ, ତ ଆପଣ ସେହି କାର୍ଯ୍ୟକୁ ପୂରା କରିବା ପାଇଁ ଏହି ଉପାୟଟିକୁ କରିପାରିବେ। ଆଉ ଏହି ଉପାୟକୁ ସେହି ବ୍ୟକ୍ତି କରିବେ ଯେଉଁ ବ୍ୟକ୍ତିଙ୍କର ନିଜର କିଛି ମନସ୍କାମନା ପୂର୍ଣ୍ଣ ଭଗବାନ ଶିବ ପୂର୍ଣ୍ଣ କରିଦେବେ। ଯଦି କୌଣସି ମା ଓ ଭଉଣୀମାନେ ତାଙ୍କ ଘରର ସୁଖ ଶାନ୍ତି ଓ ଘରର ଧନ ସମ୍ପତ୍ତି ବଢ଼ାଇବା ପାଇଁ ମଧ୍ୟ ଏହି ଉପାୟକୁ କରିପାରିବେ। ଏହି ଏକ ମୁଠି ଧଣିଆ ବାଲା ଉପାୟକୁ ଆପଣ କେଉଁ ସମୟରେ କରିବେ? ଏହି ଉପାୟକୁ ଆପଣ 12 ଫେବୃଆରୀ 2025 ବୁଧବାର ଦିନ ସକାଳ ଟାଇମ ପ୍ରାତଃ କାଳ ସମୟରେ ରହିବ। ଆପଣ ଚେଷ୍ଟା କରନ୍ତୁ ସକାଳୁ ସକାଳୁ ଏକ ମୁଠି ଧଣିଆ ବାଲା ଉପାୟକୁ କରିବା ପାଇଁ। ଯଦି ଆପଣ କୌଣସି ବି କାରଣରୁ ଏହି ଉପାୟକୁ ଆପଣ ସକାଳୁ କରିପାରୁନାହାନ୍ତି, ତ ଆପଣଙ୍କ ପାଖରେ ଆଉ ଗୋଟିଏ ମୌକା ହେଉଛି ସନ୍ଧ୍ୟା ସମୟ, ପ୍ରଦୋଷ କାଳ ରହିବ। ଆଉ ସେହି ପ୍ରଦୋଷ କାଳର ସମୟ ହେଉଛି ସନ୍ଧ୍ୟା 6ଟାରୁ 7ଟା ଭିତରେ। ଏହି ସମୟରେ ଯଦି ଆପଣ ଏହି ଉପାୟକୁ କରିବେ, ତ ଆପଣଙ୍କୁ ସେଇ ଉପାୟର ଫଳ ଜରୁର ମିଳିବ। ତ ସନ୍ଧ୍ୟା 6ଟାରୁ 7ଟା ଭିତରେ ଆପଣ ଗୋଟିଏ ମୁଠି ଧଣିଆ ବାଲା ଉପାୟକୁ କରିପାରିବେ। 2025 ବୁଧବାର ଯେଉଁ ମାଘ ପୂର୍ଣ୍ଣିମା ଦିନଟି, ଏହି ଦିନ ବହୁତ କମ୍ ଆସିଥାଏ। ଆଉ ଯଦି ମାତ୍ର ଗୋଟିଏ ଥର ଆପଣ ମୌକା ମିଳିଯାଏ, ତ ଆପଣ ଏହି ଉପାୟକୁ ଜରୁର କରିନିଅନ୍ତୁ। କୌଣସି ବି ଉପାୟକୁ ଆପଣ ଯେବେ ବି କରିପାରିବେ, ବୁଧବାର ମାଘ ପୂର୍ଣ୍ଣିମା ଦିନ ବାସ୍ ଚେଷ୍ଟା କରନ୍ତୁ ଠିକ୍ ସମୟରେ ହିଁ ଏହି ଉପାୟକୁ ନିହାତି କରନ୍ତୁ। ଆପଣ ଏହି ଉପାୟର ଫଳ ନିହାତି ମିଳିବ ହିଁ ମିଳିବ। ଯେବେ ମାଘ ପୂର୍ଣ୍ଣିମା ବୁଧବାର ଦିନ ପଡ଼ିବ, ତ ଆପଣ ଏହି ଏକ ମୁଠି ଧଣିଆ ବାଲା ଉପାୟଟିକୁ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ଯଦି ଧନ ବୈଭବର ସମସ୍ୟା ଚାଲୁଥାଏ, ଯଦି ଆପଣଙ୍କର ଟଙ୍କା ପଇସା ପାଇଁ ବହୁତ ଅଧିକ ଚିନ୍ତାରେ ରହୁଛନ୍ତି, ଆର୍ଥିକ ସ୍ଥିତି ଚାଲିଥାଏ, ତ ଅନେକ ଥର ଆପଣ ବହୁତ ଥର ଚେଷ୍ଟା କରିଥାନ୍ତି, ପରିଶ୍ରମ ମଧ୍ୟ ବହୁତ କରିଥାନ୍ତି, କିନ୍ତୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ ନାହିଁ। ଆପଣ ପରିଶ୍ରମ କଲା ପରେ ବି ସଫଳ ପାଇପାରନ୍ତି ନାହିଁ। ଆପଣ ଆପଣଙ୍କର ବ୍ୟାପାରରେ ଅସଫଳ ହୋଇପାରନ୍ତି, ଚାକିରି କରିବାର ଚେଷ୍ଟାରେ ବି ଅସଫଳ ହୋଇଯାଉଛନ୍ତି। କୌଣସି ବି କାର୍ଯ୍ୟରେ ଯଦି ଆପଣ ଅସଫଳ ହେଇଯାଉଛନ୍ତି କିମ୍ବା ଆପଣଙ୍କର ଧନର ହାନି ହୋଇଥାଏ, ତ ଏହି ଛୋଟିଆ ଉପାୟଟିଏ ଏହି ବୁଧବାର ଦିନ
ମାଘ ପୂର୍ଣ୍ଣିମା ତିଥିରେ ଜରୁର କରିଦେବା ଉଚିତ। ତେବେ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଗୋଟିଏ ପ୍ରାର୍ଥନା, ଯଦି ଆପଣ ଆମର ଏହି ଚ୍ୟାନେଲରେ ନୂଆ ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ ଅବଶ୍ୟ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଜରୁର ଲେଖିଦିଅନ୍ତୁ, ଯାହାଦ୍ୱାରା କି ଭଗବାନ ଶ୍ରୀ ହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ବନି ରହିବ ଏବଂ ଆପଣଙ୍କୁ କେବେ ବି ଧନ ସମ୍ବନ୍ଧିତ କୌଣସି ବି ପ୍ରକାର କମି ରହିବ ନାହିଁ। ବୁଧବାର ମାଘ ପୂର୍ଣ୍ଣିମା ତିଥିରେ 3ଟି ବିଶେଷ ଉପାୟ ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବୁ। ଏହି ଉପାୟ ଆପଣ ଆପଣଙ୍କର ସମସ୍ୟା ଅନୁସାରେ ହିଁ କରିପାରିବେ। ଏହି ଉପାୟରେ ଆପଣଙ୍କୁ ଧନ ପ୍ରାପ୍ତିର ଉପାୟ ବତାଇବୁ, ଆପଣଙ୍କର ମନସ୍କାମନା ପୂରଣ କରିବା ପାଇଁ ଉପାୟ ବତାଇବୁ। ଆପଣଙ୍କ ଜୀବନରେ ଯଦି କୌଣସି ପ୍ରକାରର ସଙ୍କଟ ଚାଲିଥାଏ, ସମସ୍ୟା ଚାଲିଥାଏ, ତ ସେ ସବୁକୁ ଦୂର କରିବା ପାଇଁ ଉପାୟ ବତାଇବୁ। ତେବେ ଚାଲନ୍ତୁ ପ୍ରଥମ ଉପାୟଟି ଜାଣିବା। ଆଉ ଏହି ଉପାୟ ପାଇଁ ଆପଣଙ୍କୁ ସବୁଠୁ ପ୍ରଥମେ ଗୋଟିଏ ମୁଠି ଧଣିଆକୁ 12 ଫେବୃଆରୀ 2025 ବୁଧବାର ମାଘ ପୂର୍ଣ୍ଣିମା ରାତିରେ ଆପଣଙ୍କ ଘରେ, ଆପଣଙ୍କର ପୂଜା ଘରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦେବେ। ସେହିଦିନ ସେମିତି ରଖିବାକୁ ଦେବେ। ତା ପରଦିନ ସକାଳୁ ଉଠି ସ୍ନାନ ସାରି ପୂଜା ପାଠ ସାରି ସେହି ଧନିଆକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରୁ ଆଣି ଆପଣଙ୍କର ବାଡ଼ିରେ ବୁଣିଦେବେ ଏବଂ ସେହି ଧନିଆ ଯେତେବେଳେ ବଡ଼ ହେବ, ଧନିଆ ପତ୍ରକୁ ଆପଣଙ୍କର ସପରିବାରେ ସେବନ କରିବେ। ଦେଖିବେ ଗୋଟିଏ ମାସରେ ଆପଣ କରୋଡ଼ପତି ବନିଯିବେ। ଯଦି ଏହି ଛୋଟିଆ ଉପାୟକୁ ପୁରା ଶ୍ରଦ୍ଧା ଓ ସଚ୍ଚା ହୃଦୟରେ ମାଘ ପୂର୍ଣ୍ଣିମା ରାତିରେ କରିଦେବେ, ମାଘ ପୂର୍ଣ୍ଣିମା ରାତିଟି ବହୁତ ସିଦ୍ଧି ରାତି ହୋଇଥାଏ। କାହିଁକି ନା ମାଘ ପୂର୍ଣ୍ଣିମା ଦିନରେ ହିଁ ମାତା ଲକ୍ଷ୍ମୀଙ୍କର ସମୁଦ୍ର ମନ୍ଥନରେ ଆଗମନ ହୋଇଥିଲା। ଏହା ସହ ମାଘ ପୂର୍ଣ୍ଣିମା ଯେଉଁ ରାତି, ଏହି ଦିନ ଚନ୍ଦ୍ରମା 16 କଳାରେ ପରିପୂର୍ଣ୍ଣ ହୋଇଥାନ୍ତି ଓ ଚନ୍ଦ୍ରମାର କିରଣ ଅମୃତ ବର୍ଷା କରିଥାଏ। ଆଉ ଏହି ମାଘ ପୂର୍ଣ୍ଣିମା ରାତିରେ ଯେଉଁଦିନ ଆପଣଙ୍କ ଜୀବନରୁ ସବୁ ଦିନ ପାଇଁ ନିର୍ଧନତା ଚାଲିଯିବ ଓ ଗରିବୀ ଧନ ସମ୍ବନ୍ଧିତ ଜଡ଼ିତ ସମସ୍ୟା ବି ଦୂର ହୋଇପାରିବ। କାହିଁକି ନା ମାଘ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ଧରିତ୍ରୀ ଉପରେ ଭ୍ରମଣ କରିଥାନ୍ତି ଏବଂ ତାଙ୍କ ଭକ୍ତଙ୍କ ଜୀବନରେ ସବୁବେଳ ପାଇଁ ଗରିବୀ ଓ ନିର୍ଧନତାକୁ ଦୂର କରିଦେଇଥାନ୍ତି। ତ ସମୁଦ୍ର ମନ୍ଥନ ଦ୍ୱାରା ଲକ୍ଷ୍ମୀ ମା ସମୁଦ୍ରରୁ ହିଁ ଯେଉଁଦିନ ପ୍ରକଟ ହୋଇଥିଲେ, ସେହି ଦିନ ମାଘ ପୂର୍ଣ୍ଣିମା ହିଁ ଦିନଟି ହୋଇଥିଲା। ସେହି ସମୟରେ କଉଡ଼ି ସମୁଦ୍ର ମନ୍ଥନରୁ ଉତ୍ପତ୍ତି ହୋଇଥିଲା। କଉଡ଼ି ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ ଆଉ କଉଡ଼ିରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏମିତିରେ ବି ଯେବେ ଆପଣ କଉଡ଼ିର ଉପାୟ କିଛି କରିବେ ତ ଏହା ଭାବି ନିଅନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ଆପଣଙ୍କର ତ୍ରେଜରୀକୁ ଧନରେ ଭରି ଦେଇଥାନ୍ତି। ଯେପରି ଆପଣମାନେ ଦୀପାବଳିରେ ମାତା ଲକ୍ଷ୍ମୀକୁ ପୂଜନ କରିଥାନ୍ତି, ସେହି ପୂଜାରେ ବି ଆପଣ କଉଡ଼ି ନିହାତି ମାତାଙ୍କୁ ଅର୍ପିତ କରିଥାନ୍ତି। କାହିଁକି ନା କଉଡ଼ି ମାତା ଲକ୍ଷ୍ମୀଙ୍କର ବି ସ୍ୱରୂପ ଅଟନ୍ତି। ଯେଉଁ ଘରର ଲୋକେ କଉଡ଼ିର ଉପାୟ କରିଥାନ୍ତି, କଉଡ଼ିକୁ ପୂଜା କରିଥାନ୍ତି, ମାତା ଲକ୍ଷ୍ମୀଙ୍କ ପୂଜାରେ କଉଡ଼ିର ଉପଯୋଗ କରିଥାନ୍ତି, ତ କେବେ ବି ତାଙ୍କ ଘରେ ନିର୍ଧନତା ରହିନଥାଏ, ଧନ ସହ ଜଡ଼ିତ ସମସ୍ୟା ରହିନଥାଏ, ବରଂ ସବୁବେଳେ ସେହି ଘରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ। ତ କଉଡ଼ିରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯେବେ ଏହାର ଉପାୟ ଆପଣ କରିଦେବେ ତ କିପରି ଆପଣଙ୍କ ତ୍ରେଜରୀ ଧନରେ ଖାଲି ରହିପାରିବ ବୋଲି ଆପଣ ଭାବୁଛନ୍ତି, କିପରି ଆପଣଙ୍କ ଜୀବନରେ ନିର୍ଧନତା ରହିପାରିବ ବୋଲି ଆପଣ ଭାବୁଛନ୍ତି, ଏହାର ଅର୍ଥ କେବେ ବି ଆପଣଙ୍କ ଜୀବନରେ ଧନ ସହ ଜଡ଼ିତ ସମସ୍ୟା ଆସିବ ହିଁ ନାହିଁ। ଯେବେ ଆପଣ ଏହି ମାଘ ପୂର୍ଣ୍ଣିମା ଦିନ କଉଡ଼ି ଓ ଅଳେଇଚ ବାଲା ଉପାୟ କରିବେ, ତ କଉଡ଼ି ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ଆଉ ଅଳେଇଚ ବି ମାତା ଲକ୍ଷ୍ମୀଙ୍କର ଅଧିକ ପ୍ରିୟ ହୋଇଥାଏ। ଯେତେ ସବୁ ସୁଗନ୍ଧିତ ବସ୍ତୁ ଅଛି, ଯେପରିକି ଲାଲ ଗୋଲାପ, କଉଡ଼ି ଓ ଅଳେଇଚ, ଏହି ବସ୍ତୁ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ ଓ ମାତା ଲକ୍ଷ୍ମୀ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଇଥାନ୍ତି। ଏହି ଉପାୟଟି ଆପଣ ଯଦି କରିଦେବେ, ଆପଣଙ୍କର ଭାଗ୍ୟ ରାତାରାତି ଚମକିବାକୁ ଲାଗିବ ଏବଂ ନିର୍ଧନତା କେବେ ବି ଆପଣଙ୍କ ଘରକୁ ଆଉ ଫେରିକି ଆସିବ ନାହିଁ। ଆଉ ଏହି ଉପାୟ ପାଇଁ ଆପଣ 5ଟି କଉଡ଼ି ନେବେ। ସେହି କଉଡ଼ିକୁ ଧ୍ୟାନ ଦେଇ ଦେଖିବେ, ସେହି 5ଟି କଉଡ଼ି ଯେପରି ଯେଉଁଠି ଖଣ୍ଡିଆ କିମ୍ବା ଭଙ୍ଗା ହୋଇନଥିବ, ଗୋଟା ଗୋଟା ହୋଇଥିବ। ଆଉ କଉଡ଼ି 2 ପ୍ରକାର ରଙ୍ଗର ହୋଇଥାଏ, ଗୋଟିଏ ଧଳା କଉଡ଼ି ଓ ଅନ୍ୟଟି ହଳଦିଆ ରଙ୍ଗର କଉଡ଼ି। ଆପଣ ଏହି ଉପାୟ ପାଇଁ ଏହି 2ଟି ଭିତରୁ ଯେଉଁଟା ବି ନେଇପାରିବେ। ଏହା ସହ ଆପଣ 5ଟି ଗୋଟା ଅଳେଇଚ ନେବେ। ଏହା ସହ ଗୋଟିଏ ଦେଶୀ ଘିଅର ଦୀପଟିଏ ନେବେ। ଆପଣଙ୍କର ଘରର ପୂଜା ଘରେ ଆପଣ ବସି ପଡ଼ିବେ। ଏହାପରେ ପ୍ରଥମେ ସେହି ଦେଶୀ ଘିଅର ଦୀପଟିକୁ ଜଳାଇ ଦେବେ। ଯଦି ଆପଣଙ୍କ ପାଖରେ ଫୁଲ ଥିବ, ତେବେ ସେହି ଫୁଲକୁ ମାତା ଲକ୍ଷ୍ମୀଙ୍କୁ
अर्पित करिदेबे। एहा परे आपण जो 5टी कौड़ी और 5टी अलैच नहीं ताहाको कौनसी गोटे गिनारे रखी दियंतु किंबा माटीर दीपटीए जदि अच्छी तेबे सही दीपरे एहाकु रखी दियंतु। एहा परे सही कौड़ी को सिंदूर रे तिलक लगाई देबे। तिलक लगाई सारिबा समय भगवान विष्णु और माता लक्ष्मी को ध्यान करिवे। मने मने कहिबे कि मो घरु मो जीवन रु निर्धनता को सबुदिन पई दूर करि दियंतु। 5टी कौड़ी उपरे जेतेबेले सिंदूरर तिलक लगाई सारिबे तापरे माता लक्ष्मी को सही कौड़ी को अर्पित करिदेबे। आपणकर पूजा घरे थिबा लक्ष्मी फोटो बा मूर्ति जहाँ भी आपण रखिछंती माता लक्ष्मी को पाखरे ताहाको अर्पण करिदेबे। 5टी अलैच को माता लक्ष्मी को फोटो सामने भी रखिदेबे। एहा परे माता लक्ष्मी कर मंत्र धनायाम नमः धनायाम नमः एही मंत्र को आपण 11 रु 12 थर जप करिवे। एहा परे आपण माता लक्ष्मी को खीरी नाही तो मिश्री नाही तो बातासा जहाँ भी धला रंगर भोग आपण माता लक्ष्मी को भोग लगाई परिबे। जदि आपण को घरे मिश्री बातासा अवेलेबल नाही तेबे आपण चीनी दाना भी भोग लगाई परिबे। तो जेबे आपण एही उपाय को करिवे माघ पूर्णिमा राति रे आपण एही उपाय को करिवे काहेकि ना राति समय रे माता लक्ष्मी को पूजा सबुठु उत्तम होई थे। आउ ये सही समय होई थे जहाँ माता लक्ष्मी भ्रमण करने को राति रे बाहरी थांती। आउ जेबे माता लक्ष्मी देखी थांती आपण एते भल से पूजा करूछंती उपाय किछि करूछंती तो आपण को पूजा रे माता लक्ष्मी संतुष्ट होई आपण को वरदान देई थांती आपण को आशीर्वाद देई थांती एवं आपण को जीवन रे केबे भी आउ निर्धनता फेरिके आसीबो नाही। एबे आपण कोन करिवे ना जेउ कौड़ी को आपण माता लक्ष्मी को पाखरे रखिथिले सही कौड़ी को आपण पूर्णिमा दिन राति रे माता लक्ष्मी को पाखरे रखिदेबे। ता पर दिन सही कौड़ी को ओ अलैच को उठाई आनी गोटे हलदिया किंबा लाल कपड़ा रे रखी गोटे छोटिया पुटुळीटे बनाई आपणकर धन रखुथिबा स्थान रे सही पुटुळीटी को रखिदेबे। एवं माघ पूर्णिमा राति रे एही उपाय को बड़ चमत्कार और छोटिया उपायटी आपण माने एही उपाय को आदौ हाथ छड़ा करंतु नाही निहाती करंतु। आपण जानिछंती कि कौड़ी आपणकर भाग्य को एमिति चमत्कार करिवो आपण केबे भी भाबी नथिबे सब किछि आपणको आपणको जीवन रे मिलिबाकू लागिवो सब मनस्कामना आपणकर पूरा होई जिवो। जदि सच्चा श्रद्धा रे माता लक्ष्मीकर एही उपाय को जेउ व्यक्ति करिथांती आपण माघ पूर्णिमा राति रे कौनसी धला रंगर वस्तु को दान करि परिबे। आपण चाहिले चीनी रो दान करि परिबे चाउल रो दान भी करि परिबे कौनसी भी आपण धला रंगर वस्तु को जदि दान करिवे पूर्णिमा दिन तो तांको घरे सबु बेले धन वर्षा होई थे। एबे चलंतु जानिबा अन्य उपायटी आउ एही उपाय आपणकर सबु मनस्कामना पूर्ण कराइबो एवं आपणको घरे सबु बेले सफलता धनर वृद्धि सुख शांति समृद्धि बढ़ी चलिबो। ओस्त गछरे माता लक्ष्मी और भगवान श्री हरि विष्णु वास करिथांती तो आपण माघ पूर्णिमा दिन संध्यारे सूर्य अस्त परे गोटे घीर दीप श्रीहरि विष्णु और माता लक्ष्मी को नाम नहीं सेठी दीप जलाइबे। देखिबे केबे भी आपण को घरे निर्धनता आसीबो नाही धन सह जड़ित सब समस्या आसीबो नाही काहेकि ना स्वयं माता लक्ष्मी एमिति घर को आसी वास करिवे जे ओस्त गछ को पूजा करिथांती। माघ पूर्णिमा दिन आपण गोटे दीप ओस्त गछ पाखकु जाई लगाई दियंतु। आउ जेउ व्यक्ति घरर आख पाखरे ओस्त गछ नाही तो आपण आपणको घरर ईशान कोण रे घीर दीप जरूर लगाई दियंतु। आम एही ईशान कोण ही माता लक्ष्मीकर वास होइथाय कुबेर भगवानकर भी मध्य वास होइथाय। एबे चलंतु अन्य एक उपायटी जानिबा आउ एही उपाय बहुत छोटिया उपायटी आपणको घरे एही माघ पूर्णिमा दिन 2टी कर्पूर जलाई पूरा घर को एहार धुआं देखाई देबे एवं मुख्य द्वार बाहर पटरु 2टी दीप जलाई देबे। तो आशा करुच्ची आज भिडियोटी निहाती भाव आपको पसंद आसीथिबो। जदि भिडियोटी आपको पसंद आसी थाए तेबे आपको अनुरोध भिडियोटी को अधिक रु अधिक मात्रा रे शेयर करंतु। ए पर्यंत जदि आपण माने हमरो एही चैनल को सब्सक्राइब करि नाहंती तेबे एबे ही चैनल को सब्सक्राइब करी पाखरे थिबा बेल आइकन टी को दबाई दियंतु एवं भिडियोटी को गोटे लाइक करिबा पई जमारु भी भूलंतु नाही।